राधे राधे वेलकम टू माय मिनी ब्लॉग डे 4 ମୁଁ ହଷ୍ଟେଲରେ ରୁହେ। ହଷ୍ଟେଲରେ ରହିଲା ମାନେ ନିଜ ଖାଇବା ନିଜେ ବନେଇବ। ସକାଳୁ ଉଠିକି ମୁଁ ଫ୍ରେଶ ହେଇକି ଖାଇବା ବନେଇ ଦେଇଥିଲି। ଟିଫିନ ରେଡି କରିଦେଇଥିଲି ଡ୍ୟୁଟି ଯିବା ପାଇଁ। ତ ମୁଁ ରେଡି ହେଇକି ଡ୍ୟୁଟି ବାହାରି ପଡିଥିଲି। ହଷ୍ଟେଲରେ ରୁହେ ଯେହେତୁ ରୁଲ ରେଗୁଲେସନ ମାନିବାକୁ ପଡିବ। ତଳକୁ ଯାଇକି ମୁଁ ସିଗ୍ନେଚର କରିଦେଇଥିଲି। ଥାର୍ଡ ଫ୍ଲୋରରେ ରୁହେ ନା, ତେଣୁ ଯିବା ପାଇଁ ଟିକେ ଲେଟ୍ ହେଇଥାଏ। ये रहला गली ତେଣୁ ମୁଁ ଏଇ ବାଟ ଦେଇକି ଡେଲି ଡ୍ୟୁଟି ଯାଏ। ଦେଖୁଥିବେ କେତେ ଖରା ହଉଛି। ଏତେ ଖରାରେ ବି ମୁଁ ଅନେଇକିରି ଚାଲିକି ଯାଏ। ଚାଲିକି ଯିବାଟା ଭଲ, ତେଣୁ ମୁଁ ଚାଲିକି ଯାଏ ହେରି। ସେଠି କିଡ୍ ସ୍କୋୟାରରେ ମୁଁ ପହଞ୍ଚି ଯାଇଥିଲି। ଗାଡି ଦେଖୁଥିବେ ଲୋକ ରୋଡ କ୍ରସ୍ କରିବେ, ହେଲେ ବି ଗାଡି ରଖିବେନି, ସ୍ପିଡ ନେଇକି ପଳେଇବେ। ସେମିତି କିଛି ହଉଥିଲା ତ ମୁଁ ଡରରେ ରୋଡ କ୍ରସ୍ କରିଦେଇଥିଲି। ଏତେ ଖରା ହଉଥିଲା, ମାନେ ବହୁତ ଜୋର ଖରା ହଉଥିଲା, ତେଣୁ ମୁଁ ଝାଳରେ ପୁରା ଓଦା ହେଇଯାଇଥିଲି। ଫିରବି ମୁଁ ଯାଇଥିଲି ତ ଗୋଟେ ଅଟୋ ଆସିଲା, ତ ମୁଁ ଅଟୋରେ ବସି ପଡିଥିଲି। ସେ 10 ଟଙ୍କା ନିଏ। ବସରେ ମୁଁ ଯାଇନି, ତେଣୁ ବସ୍ ମୁଁ ଜାଣିନି ନା କୋଉ ବସଟା ଯିବ, ତେଣୁ ମୁଁ ଅଟୋରେ ସବୁଦିନ ଯାଏ। ପହଞ୍ଚି ଅଟୋରେ ଯାଉଥିଲି। ଏତେ ଜୋରରେ ଅଟୋ ଯାଉଥିଲା ଯେମିତିକି ରକେଟ ଯାଉଛି। ଏତେ ଜୋର ପବନ ବି ଜୋର ହଉଥିଲା, ଏତେ ଜୋର ଅଟୋ। ଜଲ୍ଦି ଜଲ୍ଦି ମୁଁ ପହଞ୍ଚି ଯାଇଥିଲି କିଡ୍ ସ୍କୋୟାରରୁ ବାହାରିକି କିଡ୍ ୟୁନିଭର୍ସିଟିରେ। ଦେଖୁଥିବେ ୟୁନିଭର୍ସିଟି କଲେଜ ବହୁତ ବଡ। ଆଉ ମୁଁ ପହଞ୍ଚି ଯାଇଥିଲି କିମ୍ସରେ, ଯୋଉଠି ମୁଁ ଡ୍ୟୁଟି ଯାଏ, ଡ୍ୟୁଟି କରେ। ମୋ କାମରେ ପହଞ୍ଚି ଯାଇଥିଲି କିମ୍ସ ଗଲା ବେଳେ ବହୁତ ସୁନ୍ଦର ଦେଖିବାକୁ ମିଳେ। ଗୋଟେ ପାଣି ୱାଟର ପରିକା ପାଣି ଇଏ ଥାଏ, ବହୁତ କ୍ୟୁଟ ଲାଗେ। ତ ଫଟୋ ବି ଉଠେଇବାରେ ଥାନ୍ତି ସବୁ ସେଠି, ତ ମୁଁ ଫଟୋ ଉଠେଇନି। ତ ମୁଁ ସବୁବେଳେ ଗଲା ବେଳେ ସେଠି ଗୋଟେ ପାର୍କ ଅଛି, ତ ମୁଁ ସେଇ ପାର୍କରେ ସବୁଦିନ ବସିଥାଏ। ଗଲା ହାଲିଆ ଲାଗେ, ତ ମୁଁ ପାର୍କ ଯାଇକି ବସିଥାଏ। ତ ମୁଁ ବାହାରି ପଡିଥିଲି, ଟାଇମ ହେଇଯାଇଥିଲା, ତ ମୁଁ ବାହାରି ପଡିଥିଲି ଭିତରକୁ ଯିବାକୁ। ହସ୍ପିଟାଲ ଭିତରକୁ ମୁଁ ଫାଇନାଲି ପହଞ୍ଚି ଯାଇଥିଲି। ତ ଦେଖା ହେବା ନେକ୍ସଟ ବ୍ଲଗରେ। ଭିଡିଓକୁ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ।